ଅଭିନେତ୍ରୀ ଅନିତା ଦାସ। ଆବିର୍ଭାବ 1-10-1950। ତିରୋଧାନ 11-5-2018। ଅନିତା ଦାସ ପ୍ରଖ୍ୟାତ ଓଡ଼ିଆ ଅଭିନେତ୍ରୀ ଭାବରେ ବେଶ ଜଣାଶୁଣା। ନୟାଗଡ଼ ଜିଲ୍ଲାରେ ଜନ୍ମ। ହେମନ୍ତ ଦାସଙ୍କ ସହ ଯାଯାବର ପ୍ରଥମ ଚଳଚ୍ଚିତ୍ର। ଭକ୍ତ ସାଲବେଗରେ ପ୍ରଥମେ ମା। ପୁଅ ମୋର କଳା ଠାକୁର ପରଠୁ ମା ଭୂମିକା ନେଇ ଲୋକପ୍ରିୟତା। ଯାଯାବର, ତପସ୍ୟା, ଭକ୍ତ ସାଲବେଗ, ଜନନୀ, ପୁଅ ମୋର କଳା ଠାକୁର, ସ୍ୱପ୍ନ ସାଗର, ଏ ଯୁଗର କୃଷ୍ଣ ସୁଦାମା, ଅସ୍ତରାଗ, କି ହେବ ଶୁଆ ପୋଷିଲେ, ଏହିପରି ଅନେକ ଚଳଚ୍ଚିତ୍ରର ନାୟିକା ଆଉ ମା। ଶରତ ପୂଜାରୀଙ୍କ ସହ ଚର୍ଚ୍ଚିତ ଯୋଡ଼ି। ଅଭିନୟ କଳା କୌଶଳ ସ୍ୱତନ୍ତ୍ର। 70 ଦଶକର ଚର୍ଚ୍ଚିତ ଅଭିନେତ୍ରୀ। ଭଲ ପଢ଼ୁଥିଲେ, ଭଲ ନାଚୁଥିଲେ, ହେଲେ ଚଳଚ୍ଚିତ୍ରରେ ନାୟିକା ହେବା ପରଠୁ ଆଉ ଚାହିଁନାହାନ୍ତି ପଛକୁ। ନାୟିକା ସୁଜାତା ଆନନ୍ଦଙ୍କ ପରବର୍ତ୍ତୀ ମା। ସେ ନେଇ ସାଉଁଟିଛନ୍ତି 3 ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ହେଲେ ମାତ୍ର 68 ବର୍ଷ ବୟସରେ ହୃଦଘାତରେ କଟକ ସହରରେ ଚାଲିଗଲା ଶେଷ ଜୀବନ। ସବୁଦିନ ପାଇଁ ବିଦାୟ ନେଲେ କଳା ଦୁନିଆରୁ। ହୃଦଘାତରେ କଟକ ସହରରେ ଚାରିଗରେ ଆରପାରି ସବୁଦିନ ପାଇଁ ବିଦାୟ ନେଲେ କଳା ଦୁନିଆରୁ।